ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବ୍ରହ୍ମପୁର ସହରରେ ସବୁଠି ଦେଖିବାକୁ ମିଳେ ମୁଆଁର ପସରା। ମିଠା ଦୋକାନରେ ମିଠା ବଦଳରେ ମୁଆଁ କିଣିବା ପାଇଁ ଲାଗୁଛି ଲୋକଙ୍କ ଭିଡ଼। ମୁଆଁ କିଣି ନିଜ ବନ୍ଧୁବାନ୍ଧବଙ୍କୁ ପ୍ରଦାନ କରିବା ଦ୍ୱାରା ସମ୍ପର୍କ ଆହୁରି ନିବିଡ଼ ହୋଇଥାଏ ବୋଲି ସହରବାସୀଙ୍କର ବିଶ୍ୱାସ ରହିଛି। ସେପଟେ ସହରର ବିଭିନ୍ନ ମିଠା ଭାଟିରେ ଚାଲିଛି ବିଭିନ୍ନ ରକମର ମୁଆଁ ପ୍ରସ୍ତୁତି। ଦୀର୍ଘ 1 ମାସ ଧରି ମୁଆଁ ବ୍ୟବସାୟ ଭଲ ହେଉଥିବା ବେଳେ ଯାହାକୁ ନେଇ ବ୍ୟବସାୟୀମାନେ ଖୁସି ପ୍ରକାଶ କରିଥିବା ବେଳେ ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କଠାରେ ମୁଆଁ ପୂଜା କରିଛନ୍ତି ଶ୍ରଦ୍ଧାଳୁମାନେ। ରେଶମୀ ସହର ବ୍ରହ୍ମପୁରରେ ଏବେ ଧନୁ ମୁଆଁର ଆସର। ସହରର ପ୍ରମୁଖ ରାସ୍ତାଠାରୁ ଗଳିକନ୍ଦି ସବୁଠି ମିଠା ଦୋକାନମାନଙ୍କରେ ମୁଆଁ କିଣିବା ଲାଗି ଗ୍ରାହକଙ୍କର ବେଶ୍ ଜମିଛି ଭିଡ଼। ଧନୁ ସଂକ୍ରାନ୍ତି ଠାରୁ ପ୍ରଭୁ ଜଗନ୍ନାଥ ଓ ଗାଁ ବୁଢ଼ୀ ଠାକୁରାଣୀଙ୍କଠାରେ ଭୋଗ ଲାଗିବା ପରେ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ 1 ମାସ ବଜାରରେ ବିକ୍ରି ହୋଇଥାଏ ଏହି ମୁଆଁ। ପୌରାଣିକ କଥାବସ୍ତୁ ଅନୁଯାୟୀ ଚାଷୀ ତାର ବର୍ଷର ପ୍ରଥମ ଅମଳ ଧାନରୁ ଲିଆରେ ମିଠା ଶିରାରେ ମୁଆଁ ପ୍ରସ୍ତୁତ କରି ଜଗନ୍ନାଥଙ୍କ ପାଖରେ ଧନୁ ସଂକ୍ରାନ୍ତି ଦିନ ପ୍ରଥମେ ଭୋଗ ଲଗାଇଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ମାତ୍ର 10ରୁ 15 ମିନିଟ୍ ସମୟ ଲାଗୁଥିବା ବେଳେ ଏହାର ପ୍ରଣାଳୀ ଅତ୍ୟନ୍ତ ସତର୍କ ଅବଲମ୍ବନ କରିବାକୁ ପଡ଼େ କାରିଗରମାନଙ୍କୁ। ପ୍ରଥମେ ଲିଆକୁ ଭଲ ଘିଅରେ ଛାଣି ଦିଆଯାଇଥାଏ। ଏହାପରେ ନଡ଼ିଆ ପାଗ କରାଯାଇଥାଏ। ଏହାପରେ ପାଟକୁ ଲିଆ ସହିତ ଗୋଳାଇ ଦିଆଯାଇ ବିଭିନ୍ନ ଆକାରର ମୁଆଁ ତିଆରି କରାଯାଇଥାଏ। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଦୀର୍ଘ 1 ମାସ ପର୍ଯ୍ୟନ୍ତ ଭଲ ମୁଆଁ ବ୍ୟବସାୟ ହୋଇଥାଏ ବୋଲି କହିଛନ୍ତି ବ୍ୟବସାୟୀମାନେ। ବିଶ୍ୱାସ ରହିଛି ଏହି ମାସରେ ମୁଆଁ ନିଜ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଦେଲେ ସମ୍ପର୍କ ବେଶ୍ ନିବିଡ଼ ହୋଇଥାଏ। ଏଥିଲାଗି ତ ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ପଠାଇଥାନ୍ତି ସହରବାସୀ ମୁଆଁ। ସାଧାରଣତଃ 4 ପ୍ରକାରର ମୁଆଁ ବିକ୍ରି ହୋଇଥାଏ। ସାଧା ମୁଆଁ, ମସଲା ମୁଆଁ, କାକୁ ବାଦାମ ମୁଆଁ ଓ ଘିଅ ମୁଆଁ। ସବୁଠାରୁ ସ୍ୱାଦିଷ୍ଟ ଘିଅ ମୁଆଁ କିଲୋ ପିଛା 380 ଟଙ୍କା ପର୍ଯ୍ୟନ୍ତ ଥିବାବେଳେ ସାଧା ମୁଆଁ 120 ଓ ମସଲା ମୁଆଁ 180 ଓ ପିସ୍ତା ବାଦାମ ମୁଆଁ 480 ଟଙ୍କା ରହିଛି। ବଜାରରେ ଭଳିକି ଭଳି ମୁଆଁ ପସରା ଦେଖିବାକୁ ମିଳିଥିବା ବେଳେ ଗ୍ରାହକ ମଧ୍ୟ ମୁଆଁ କିଣିବାକୁ ବଜାରରେ ଭିଡ଼ ଜମାଇଛନ୍ତି। ଚଳିତ ବର୍ଷ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସୁଗର ଫ୍ରି ମୁଆଁ ମଧ୍ୟ ପ୍ରସ୍ତୁତ କରାଯାଉଛି। ମୁଆଁର ଦର କେତେ ହେଉନା କାହିଁକି ଏହି 1 ମାସ ପର୍ଯ୍ୟନ୍ତ ବ୍ରହ୍ମପୁର ବାସିନ୍ଦାମାନେ ନିଜେ ମନଭରି ମୁଆଁ ଖାଇବା ସହିତ ନିଜର ବନ୍ଧୁବର୍ଗଙ୍କୁ ମଧ୍ୟ ମୁଆଁ ପଠାଇ ସମ୍ପର୍କକୁ ଆହୁରି ନିବିଡ଼ କରିଥାନ୍ତି। ମିଠା କାମ ମୁଆଁ କାମ ସବୁ କାମ କରୁଛି। ମୁଆଁ ପ୍ରଥମରେ ଭଲ ଘିଅରେ ଲିଆ ଭଜା ହେଉଛି, କାଜୁ ମଧ୍ୟ ଭଜା ହେଉଛି। ତାପରେ 3 ପାଗ କରି ନଡ଼ିଆ ପାତି ସବୁ ପାଗ ହେଲା ପରେ ଅନ୍ୟ କଢ଼େଇକି ବଡ଼ କଢ଼େଇକି ଓଜରା ହେଉଛି। ସେ କଢ଼େଇରୁ ମିକ୍ସ କରାହେଉଛି ଲିଆ କାଜୁ ସବୁ ପଡ଼ି ମସଲା ସବୁ। ତାପରେ ଓଜନ କରିବାକୁ ଦିଆହେଉଛି। ଓଜନ କଲା ପରେ ଦୋକାନ ହୋଇଯିବ। କ'ଣ କହିଲେ ଆଜ୍ଞା? ମୁଁ ବାପା ଥିଲା ବେଳକୁ କାମ କରିବାର ସେତେବେଳେ ସାଧା ମୁଆଁ ହେବାର ତାପରେ ଝିଅ ମୁଆଁ ହେଲା। ଝିଅ ମୁଆଁ ହେଇକି ଆଜି ପର୍ଯ୍ୟନ୍ତ ଚାଲିଛି ଆଜ୍ଞା। ବାପା ପଳେଇଲେ ଝିଅ ମୁଆଁ ମୁଁ ଏବେ ପାଗ ବହୁତ ଆଜ୍ଞା ବହୁତ ଆଜ୍ଞା। ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବହୁତ ଚାହିଦା ରହୁଛି। ଝିଅ ମୁଆଁଟା ଭଲ। ଦେଖନ୍ତୁ ଆମ ବ୍ରହ୍ମପୁର ସହରରେ ଏଇ ଯୋଉ ମୁଆଁ କୁହନ୍ତି ଏଠାରେ 2 ପ୍ରକାର ମୁଆଁ କରନ୍ତି, ଏକ ଗୁଡ଼ରେ ଏବଂ ଆଉ ଗୋଟେ ଘିଅରେ। ଏଇଟା ଆମର ବହୁତ ବର୍ଷ ହେଲା ଆମର ପରମ୍ପରା ଚାଲି ଆସୁଛି। ଯେତେବେଳେ କି ଆମର ଏଇ ଧନୁ ସଂକ୍ରାନ୍ତି ଆମର ଆରମ୍ଭ ହୁଏ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏଇ ମାସଟା କାଳ ଆମର ଏଇ ମୁଆଁଟାକୁ ଏଠି ବ୍ରହ୍ମପୁର ସହରରେ ବିକ୍ରି ହୁଏ। ଏଇଟା ସାରା ଭାରତ ବର୍ଷରେ ଆମର ଯେତିକି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଯେତିକି ଆମର ବାସିନ୍ଦା ବସବାସ କରୁଥିଲେ ଏବଂ ବାହାରେ ଯିଏ ଅଛନ୍ତି ସମସ୍ତେ ମଧ୍ୟ ଏଇ ଯୋଉ ମୁଆଁଟା ପାଇଁ ଏଇ ମାସଟା ପାଇଁ ଅପେକ୍ଷାରେ ରୁହନ୍ତି। ଯେତେବେଳେ କି ଆମର ଯୋଉ ଧାନ ଆମର ଯୋଉ ନୂଆ କ୍ରପ ଡିସେମ୍ବରରେ ଆମର ଓଡ଼ିଶାରେ ଆମର ଗଞ୍ଜାମ ଜିଲ୍ଲାରେ ଯେତେବେଳେ ହବ ସେ ନୂଆ ଧାନରେ ଏଇଟା ତିଆରି କରନ୍ତି। ଏଇ ଆମର ଏଇ ପରମ୍ପରାଟା ଯୋଉ ଆଗରୁ ରହି ଆସିଛି ବର୍ତ୍ତମାନ ମଧ୍ୟ ଏଇ ପରମ୍ପରାଟା ଚାଲି ଆସୁଛି। ଆମେ ଏଇ ଯୋଉ ନୂଆ ବର୍ଷରେ ମଧ୍ୟ ସମସ୍ତେ ସବୁ ମନ୍ଦିରରେ ସବୁ ଆମର ରିଲେଟିଭସ୍ ମାନେ ଆମର ସାଙ୍ଗସାଥି ମାନଙ୍କର ପରିବାରକୁ ମଧ୍ୟ ଏଇ ଯୋଉ ମୁଆଁଟାକୁ ମଧ୍ୟ ଆମେ ବଣ୍ଟନ କରି ମଧ୍ୟ ଏଇ ପରମ୍ପରା ମଧ୍ୟ ଚାଲି ରହିଛି। ବହୁତ ଦେଖନ୍ତୁ ଆପଣ ବହୁତ ଭିଡ଼ରେ ଏବେ ଦେଖିଥାଉଛନ୍ତି। ଏତେ ପ୍ରକାର ମିଠା ବିକା ହେଲେ ମଧ୍ୟ ଏଇ ମାସଟା ପାର୍ଟିକୁଲାରଲି ଆମର ଯୋଉ ମୁଆଁ ପାଇଁ ବୋଲି ଯୋଉ ଗ୍ରାହକ ମାନେ ଆସୁଛନ୍ତି ଆମର ବଡ଼ ବଜାର ଅଞ୍ଚଳରେ ଯେତିକି ଆପଣ ମିଠା ଦୋକାନ ଅଛନ୍ତି ଏଇଟା ଏଇ ମିଠା ପାଇଁ ଫେମସ୍ ରହିଛି।
ସମସ୍ତେ ବିଭିନ୍ନ ଜାଗାରୁ ଆସିକିରି ମିଠା କିଣନ୍ତି। ମୁଁ ଭବାନୀପାଟଣା ରହୁଛି। ଆମେ ଆକ୍ଚୁଆଲି ଫ୍ୟାମିଲି ସହିତ ଏଠି ବୁଲିବା ପାଇଁ ମୋର ସେ ଝିଅ ଘର ଏଇଠି ବାହାଘର ହେଇଛି। ମୋ ଭାଇ ବି ଏଠି ରହୁଛନ୍ତି। ଆଉ ଏଇଟା ଆମର ଏ ଦୋକାନ ବଜାର ଉପରେ ଆମର ବହୁତ ଦିନର ସମ୍ପର୍କ। ଯେବେ ଯାହା ବି ଦରକାର ପଡେ ବିଶେଷ ବହୁତ ଜିନିଷ ବା ଯାହା କିଛି ଦରକାର ପଡେ ଏଇଟା ଆମକୁ ଫେଇତ ରହେ। ଭଲ ଜିନିଷ, ଭଲ ଚାହିଦା ଜିନିଷ ସୁଲଭ ମୂଲ୍ୟରେ ମିଳେ। ସେଇଟା ଆମର ପ୍ରାୟ ଦୀର୍ଘ ଆମେ ଛୋଟ ଛୋଟ ଥିଲା ଅବସ୍ଥାରେ ବି ଆମକୁ ବାପା ଏ ଅଞ୍ଚଳରେ ପ୍ରାୟ କୋଉଠି କୋଉଠି ଭଲ ଜିନିଷ ମିଳେ, ଖାଦ୍ୟ କୋଉଠି ଭଲ ଖାଦ୍ୟ, ଭଲ ଜିନିଷ କୋଉଠି ଭଲ ସୁରକ୍ଷିତ। ହଁ ସାର୍, ଘିଅ ମୁଆଁଟା ଆମର ପିଲା ବେଳୁ ଭାରି ଇଚ୍ଛୁକ ଜିନିଷଟା, ଯୋଉଟା କି ଟିକେ ଟିକେ ସୁଗର ଥିଲେ ବି ଆମେ ଖାଇଦଉ, ମାନେ କିଛି ମାନେ ଭଲ ଲାଗେ, ଟେଷ୍ଟି ଲାଗେ ମାନେ ସବୁ ଜିନିଷ ଗୁଡାକ। ତାପରେ ଯାହା ବି ଦରକାର ପଡେ ଆମେ ଅନ୍ୟମାନଙ୍କୁ କହୁ ଏ ଜାଗାରୁ ନିଅନ୍ତୁ, ମାନେ ଖାଇବା ପାଇଁ ପୁରା ଇଏ ଲାଗେ, ଟେଷ୍ଟି ଲାଗେ। ତାପରେ ଏଇଟା ନିରାପଦ ଭଳିଆ ଲାଗେ, ମାନେ ଏମିତି କିଛି ଗୋଟେ ଭୟ ରହନି ଯେ ତେଲ ମସଲାରେ କିଛି କିଛି ବ୍ୟତିକ୍ରମ ଅଛି, ସେମିତି କିଛି ଜଣା ପଡେନି। ଆଜ୍ଞା ସାର୍, ମୁଁ କାଲି ବି ଆସିଲି, ମୁଆଁ କିଣିଲି 5 କିଲୋ ନେଲି, ଆହୁରି ଫେର ଆଉଥରେ ଆସିଛି ଏବେ 2 କିଲୋ ନେବା ପାଇଁ। ଫ୍ୟାମିଲି ମୋ ଝିଅ ଏଠି ବାହାଘର, ତାଙ୍କର ବି କିଛି ଦେବି, ଯେ ଝିଅ ବାହା ହେଇଛି, ଆଉ ଘର ପାଇଁ ବି ନିଜ ପାଇଁ ବି ନେବି, ଆଉ ଗଲା ଦିନ ଭବାନୀପାଟଣା ଗଲା ଦିନ ବି କିଛି ନେଇକିରି ଯିବି। ଯାହା କିଛି ଖୋଜା ମିଠା ଯାହା କିଛି ନଉ, ସବୁ ଜିନିଷ ଝିଅର ବାହାଘର ବେଳକୁ ବି ବହୁତ ଜିନିଷ ଆମେ ନେଇଛୁ। ଦାଦାଙ୍କ ସହିତ ଆମର ଭଲ ପରିଚୟ, ଆମକୁ ଦେଖିକିରି ସେ ତାଙ୍କ ସହିତ ପରିଚୟ ହିଁ ଆମର ବିଶ୍ୱାସର ଗୋଟେ ଦୃଢତା। ଗଞ୍ଜାମ ବ୍ରହ୍ମପୁରରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଓଡ଼ିଶା।